विचार करुछु कवि विश्वनाथ कुंटियाकृत विचित्र रामायणर 38तम भाग। संगीत प्रफुल्ल चंद्र बेहेरा, प्रयोजना डॉ शांतनु कुमार रथ। ଶରବିଦ୍ଧ ବାଳି ରାମ ଲକ୍ଷ୍ମଣଙ୍କୁ ଦେଖି ଏ ପ୍ରକାର ଛଦ୍ମ ଯୁଦ୍ଧ ପାଇଁ ତାଙ୍କୁ ଭର୍ଚ୍ଛନା କରିଛନ୍ତି। ଉଭୟଙ୍କ ମଧ୍ୟରେ ନୀତି ଅନୀତିକୁ ନେଇ ଅନେକ ଯୁକ୍ତି ହୋଇଛି। ବାଳିଙ୍କର କଥାଗୁଡ଼ିକ ସ୍ପର୍ଶ କରିଛି ଶ୍ରୀରାମଙ୍କୁ। ତାଙ୍କୁ ଯମଦଣ୍ଡ ଲାଗିବ ନାହିଁ ବୋଲି ଶ୍ରୀରାମ ବାଳିଙ୍କୁ ଆଶ୍ୱାସନା ଦେଇଛନ୍ତି। ପଥର ଦେଇ ମୁହି ନଗ୍ରରେ ହୁଅନ୍ତେ ପ୍ରବେଶ ମନ୍ତ୍ରୀ ମାନେ ମିଳିଲେ ମୋର ପାଶ ଅଭିଷେକ ହୋଇ ସିଂହାସନେ ଥିଲି ପାରି ହୋଇଲା ପ୍ରବେଶ ହେ ଓ ଦେବ ମୋତେ କ୍ରୋଧରେ ବିଧାଏ ମାଇଲା କିମ୍ପା ବିଡ଼େ ଶିର ଦେଲୁ ବୋଇଲା ରାଜା ହେବା ଦେଖି ସୁମନ୍ତ୍ର ସହିତେ ବାହାର କରିଣ ଦେଲା ହେ ଓ ଦେବ ମୋତେ କ୍ରୋଧରେ ବିଧାଏ ମାଇଲା। ଶ୍ରୀରାମ ବୋଲନ୍ତି ଏବେ ଯାଇ ତୁମ୍ଭେ ବାଳି ସଙ୍ଗରେ ଯୁଦ୍ଧ କର ଆମ୍ଭେ ପଛେ ପଛେ ଥିବୁ ତୁମ୍ଭର ଶୁଣି ସୁଗ୍ରୀବ ବାଳି ସଙ୍ଗେ ସମର କରିବା ପାଇଁ ବାହାର ସୁଜନେ ଯାଇ ବାଳି ସିଂହ ଦ୍ୱାରେ ଡାକିଲା ଶୁଣି ବାଳି ବୀର ଧାଇ କହିଲା ବେନି ଭାଇଙ୍କର ବିବିଧ ପ୍ରକାରେ ବହୁ ସମର ହୋଇଲା ହେ ସୁଜନେ ଯାଇ ବାଳି ସିଂହ ଦ୍ୱାରେ ଡାକିଲା ଶ୍ରୀରାମ ତରୁ ହାଡ଼େ ଥାଇବେନି ଭାଇଙ୍କି ଚିହ୍ନି ନ ପାରିଲେ ହରି ଶେଷର ସଂଘରିଲେ ସୁଗ୍ରୀବ ସମରେ ବାଳିକି ହାରିଣ ବହୁ ଅସକତ ହେଲେ ସୁଜନେ ବାଳି ମାଡ଼ି ବସିଣ ମାରୁଥିଲା ପ୍ରାଣେ ଥାଉ ବୋଲିଣ ଦୟା କଲା ବୋଲେ ବିଶି ଛାଡ଼ି ଦିଅନ୍ତେ ପଳାଇ ଋଷ୍ୟ ମୁଖରେ ପଶିଲା ସେ ସୁଗ୍ରୀବ ବାଳି ମାଡ଼ି ବସିଣ ମାରୁଥିଲା ସହିତେ ଅଇଲେ ତାର ପାଶ ଲୋକ ହୋଇ କଥାଉ ନଟେ କହି ମୁଖ ଭୂମି କି ଚାହିଣ ରାମଚନ୍ଦ୍ରେ କହେ ଦୁଃଖ ମାନ ଲାଜ ମିଶି ମନେ କରଇ ବିଚାର ଚାଟୁ ତାଙ୍କୁ କହୁଛନ୍ତି
ଦଶରଥ ବାଳ। ଆସ ଆସ ମିତ ଆଉ ଘରେ ବେଜୁଝ, ଏକ ବାଣ କେ ମାରିବି ଆଜ ଠାରୁ ବୁଝ। ନ ପାରିଲୁ ଚିହ୍ନିବେନି ଭାଇ ଏକ ରୂପ, ତୁମ୍ଭ ବଧରେ ଲାଗନ୍ତା ମିତ୍ର ଦ୍ରୋହ ପାପ। ଏବେ ଆମ୍ଭ ଚିହ୍ନ ଏହି ନାଗେଶ୍ୱର ମାଳା, ଏତେ ବୋଲି ଲମ୍ବାଇଲେ ସୁଗ୍ରୀବଙ୍କ ଗଳା। ଶୁଣି କପିରାଜ ସଂଗ୍ରାମକୁ ହେଲେ ସଜ, ସଙ୍ଗେ ସଙ୍ଗେ ଘେନି ଅଛନ୍ତି ଶ୍ରୀରାମ ରାଜ। ପରବେଶ ହେଲେ କିଷ୍କିନ୍ଧାର ପୁର ଦ୍ୱାରେ, କୋପେ ସୁଗ୍ରୀବ ବୋଲନ୍ତି ଆରେ ବାଡ଼ିଆରେ। ସୁଗ୍ରୀବାଣୀ ଶୁଣି ବାଣୀ କୁହନ୍ତି ମହାର, ତାର ଆଗେ ଅଗାଳିଳ କହଇ ବିଚାର। ସୋଦର ତୁମ୍ଭର ତାକୁ ନୁହ ତୁମ୍ଭେ ବାମ, ଶୁଣିଛି ଅଙ୍ଗଦ ମୁଖ ସାହାଦା ଗୋରାମ। ହାରିଗଲା ପୁଣି କିମ୍ବା ଲେଉଟି ଆଇଲା, ତୁମ୍ଭେ ଯେବେ ଯିବା ତେବେ ପ୍ରମାଦ ହୋଇଲା। ଶୁଣ ପ୍ରିୟେ ଏବେ ମୋତେ ଡାକୁଛି ରଣକୁ, ଏତେବେଳେ ପ୍ରୀତି କଲେ ଲାଜ ଆପଣାକୁ। ବୋଲଇ ସେ ରାମ ତାକୁ ହୋଇଛନ୍ତି ସାହା, ଅଧର୍ମୀ ନୁହନ୍ତି ସେହି ଶୁଣିଛି ମୁଁ ଯାହା। ଏତେ ବୋଲି ଆସି ସୁଗ୍ରୀ ସଙ୍ଗେ ରଣ କଲା, ବେନି ଭାଇ କର ମାଲ ବନ୍ଧେ ଯୁଦ୍ଧ ହେଲା। ଦେଖିଲେ ସୁଗ୍ରୀବ ରଣେ ହୋଇଲା ନିଶତ, ଶ୍ରୀରାମକୁ ଚାହିଁ କରେ ପଳାଇବା ଚିତ୍ତ। ରାମ ତରୁ ଉହାଡ଼ରୁ ପ୍ରହାରନ୍ତେ କାଣ୍ଡ, ବଜ୍ର ସମ ହୋଇଣ ପଡ଼ିଲା ବାଳି ପିଣ୍ଡ। ସୁଗ୍ରୀବକୁ ଛାଡ଼ି ଦେଇ କପିନ୍ଦ୍ର ପଡ଼ିଲେ, ବେନି ଭାଇ ତାହାର ସମ୍ମୁଖେ ଉଭା ହେଲେ। ବାମ କରେ କୋଦଣ୍ଡ ଦକ୍ଷିଣେ ତୀକ୍ଷ୍ଣ ଶର, ବୋଲେ ବିଶି ଲକ୍ଷ୍ମଣଙ୍କୁ ଦେଇ ଭୁଜ ଭାର। ବୋଲେ ବିଶି ଲକ୍ଷ୍ମଣଙ୍କୁ ଦେଇ ଭୁଜ ଭାର ହେ। ହୃଦରେ ବାଜିଣ ସର, ପଡ଼ିଲା ସେ କପିବର। ଦେଖିଲାର ବୋଲ ଖଡ଼ ରୂପ, ତ୍ରିଭୁବନ ନାଥ ହୋଇ ଅନୀତି କଲ କି ପାଇଁ। ବିନା ଦୋଷେ କଲ ଇଡ଼େ କୂପ, ହେ ରଘୁନାୟକ ଲୁଚି ବିନ୍ଧିଲ କି ପାଇଁ ଏଡ଼େ ସାୟକ। ମୁଁ ଯେ ଶୁଣିଥିଲି ତୁମ୍ଭେ ବଡ଼ ବିବେକ, ଇକ୍ଷ୍ୱାକୁ କୂଳେ ଲଗାଇଲ କଳଙ୍କ। ଗଜକୁ ବିନ୍ଧିଲେ ଦନ୍ତ, ଗଜମୋତି ପାଇଥାନ୍ତ।
ସିଂହକୁ ବିନ୍ଧି ଦିଶନ୍ତା ବଳ ମୃଗକୁ ବିନ୍ଧିଲେ ମୃଗ ମାଂସ ହୋଇଥାନ୍ତା ଭୋଗ ବୃଦ୍ଧ କପି ବିନ୍ଧିକି ଲୋଭିଲ ଫଳ ରଘୁନାୟକ ଲୁଚି ବିନ୍ଧିଲ କିମ୍ପାଇ ଏଡ଼େ ସାୟକ ତେଡ଼େ କୁଳେ ଜାତ ହୋଇ ଏଡ଼େ ଅନୀତି କିମ୍ପାଇ କ୍ଷତ୍ରିଙ୍କର ନିକି ବେଭାର ମୋର ଭ୍ରାତା ସଙ୍ଗେ ମୁହିଁ ସମର କରୁଥିଲହି ତୁମ୍ଭେ କିମ୍ପାଇ ମୋତେ କଲ ପ୍ରହାର ହେ ରଘୁନାୟକ ଲୁଚି ବିନ୍ଧିଲ କିମ୍ପାଇ ଏଡ଼େ ସାୟକ ଆସିବା ବେଳରେ ତାରା ଲେଉଟାଇ ନେଉଥିଲା ଜାଣି ତୁମ୍ଭ ଅବିବେକ ପଡ଼ ମୁଁ ବୋଇଲି ରାମଚନ୍ଦ୍ର ଧର୍ମ କୂଳେ ଜାତ ହୋଇ ମୋତେ ଅଧର୍ମ କରିବେ କି କାରଣ ରଘୁନାୟକ ଇକ୍ଷ୍ୱାକୁ କୂଳେ ଲଗାଇଲ କଳଙ୍କ ଶ୍ରୀରାମ ବୋଲନ୍ତି ତାଙ୍କୁ ନୃପ ପେଶିଲେ ଆମ୍ଭଙ୍କୁ ଅଧର୍ମୀକୁ ଦଣ୍ଡ ଦେବା ପାଇଁ ଜ୍ୟେଷ୍ଠ ଭାଇ ହୋଇ କନିଷ୍ଠ ଭାଇ ଭାରି ଯାହର ଏ ପାପ ମନେ ବିଚାର କର ନାହିଁ ଏ କପିରାଜନ ଏହି ଦଣ୍ଡକୁ ଅଟ ତୁମ୍ଭେ ଭାଜନ ଆଉ ଦଣ୍ଡ ତୁମ୍ଭଙ୍କୁ ନ ଦେବ ସମନ ବୋଲେ ବିଶି ହୋଇଲା ସେ ମୌନ ଶୁଣୁଥିଲି କବି ବିଶ୍ୱନାଥ ଖୁଣ୍ଟିଆକୃତ ବିଚିତ୍ର ରାମାୟଣର 38ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ କେଶବ ଚନ୍ଦ୍ର ରାଉତ, କରୁଣାକର ସେଠୀ ଏବଂ ଝୁମ୍କି ରଥ। ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ସହଯୋଗିତା ଅଭୟ କୁମାର ଦାସ।